ଏକ ୫୦ ଅଧ୍ୟାୟ ଗରିବ ଦାସ ସମ୍ବାଦ। ନମଇ ପ୍ରଭୁ ଗଣପତି ଫେଡ଼ ହେ ମହର ଦୁର୍ଗତି। ମୁଁ ତୁମ୍ଭ ଚରଣେ ଶରଣ ମବିଘ୍ନ କର ବିମୋଚନ। ଶ୍ରୀ ଗୁରୁ ପଦେ ନମସ୍କାର ଦୟା କରିବ ଚକ୍ରଧର। ଶ୍ରୀ ନୀଳଗିରି ଜଗନ୍ନାଥ ତପାଦେ ଲାଗୁ ମୋର ମାଥ। ହେ ସାଧୁ ଜନେ କୃପା କର ତୁମ୍ଭ ଦୟାରୁ ହେ ବିପାର। କୃପା କର ହେ ନର ହରି ଘଟ ଘଟ କେ ଅଛ ପୁରୀ। କହ ହେ ମନ ଚୈତନ୍ୟ କହ ହେ ଭକ୍ତ କଥା ମାନ। ଭକ୍ତ ମାନଙ୍କ କଥା ସାର କହି ପବିତ୍ର ମତେ କର। କର୍ଣ୍ଣ ମନୁ ହଇ ତ୍ରୁପତ ଶୁଣିବି ଭକ୍ତଙ୍କ ଚରିତ। ଜୟନଗର ବୋଲି ମନ ସେ ଦେଶେ ଅଟେ ତାର ଧାମ। ରଘୁବର ପାଣ୍ଡେ ତା ନାମ ପଣ୍ଡିତ ପଣରେ ଉତ୍ତମ। ସେ ବଡ଼ ଧନାଢ୍ୟ ଅଟଇ ବହୁ କୁଟୁମ୍ବ ତାର ଥାଇ। ପୁତ୍ରେକ ନାମ ତା ଗରିବ ଶାନ୍ତ ସୁଶୀଳ ତାର ଭାବ। ଦୟା ତା ଥାଇ ଜୀବ ଠାର କ୍ରୋଧ ହିଁ ନଥାଇ ହୃଦର। ହରି ବସଇ ସର୍ବଦେହେ ସଦା କେ ଦିନ କାଟି ନିଏ। ନାମରେ ଅନୁକ୍ଷଣେ ରତ ମନେ ଚିନ୍ତଇ ରଘୁନାଥ। ବିଷୟର ସେ ରତ ଥାଇ ହୃଦୟରେ ନାମକୁ ଚିନ୍ତଇ। ଦିନେ ବୈରାଗ୍ୟ ହେଲା ଜାତ ଘରୁ ବାହାର ସେ ତ୍ୱରିତ। ବୈଷ୍ଣବ ଭେକ ଆଚରିଲେ କର୍ଣ୍ଣ କଣ୍ଠେ ମାଳା ଭରିଲେ। ତିଳକ କରି ଲଲାଟରେ ଶଙ୍ଖ ଚକ୍ରାଦି ହୃଦୟରେ। ରାମ ଭଜନ ଅନୁକ୍ଷଣେ ପ୍ରବେଶ ହଇଲେ କାନନେ। ଏକ ବୃକ୍ଷର ତଳେ ରହି ଶ୍ରୀରାମ ଭଜିଣ ନାଚଇ। ବଲନ୍ତି ନମୁ ରଘୁବୀର ମହିମା ଅପାରୁ ଅପାର। ମୁତେ ଅଟଇ କର୍ମହୀନ କି ରୂପେ କରିବି ପୂଜନ। ମାନସ ପୂଜାର ବିଧାନେ ବେଶ କରଇ ମନେ ମନେ। ନୀଳଜିମୁତ ରୂପ ସାର କନ୍ଦର୍ପ ଜିଣି ସେ ସୁନ୍ଦର। କରେ କୁଦଣ୍ଡ କାଣ୍ଡ ସୁହେ ଶିରେ ମୁକୁଟ ଶୁଭା ପାଏ। ପୟରେ ରତନ କଠାଉ ହୀରା ପଦକ ଦାଉ ଦାଉ। ବସାଇ ତାଙ୍କୁ ବୀର ବେଶେ ଜାନକୀ ରଖାଇ ପାରୁ ସେ। ଲକ୍ଷ୍ମଣ ବୀର ଛତ୍ର ଧରି ବାଙ୍କରେ ଟେକିଣ ଉବାରି। ଚାମର ଢାଳନ୍ତି ଭରତ ଶତ୍ରୁଘ୍ନ ଆଲଟରେ ରତ। ପାଦେ ସେବଇ ହନୁମନ୍ତ ଚତୁର୍ଦ୍ଧା ମୂର୍ତ୍ତି ସୀତାକାନ୍ତ। ପୀତ ବସନ ଆଭରଣ ଶ୍ରୀକରେ ରତନ କଙ୍କଣ। ଅଙ୍ଗୁଳି ମାନକେ ମୁଦ୍ରିକା ନବରତ୍ନରେ ସେ ଝଳିକା। ହୃଦରେ ରତନ ଭୂଷଣ ଏମନ୍ତ ରୂପ କରି ଧ୍ୟାନ। ନୃତ୍ୟ କରନ୍ତି ସମ୍ମୁଖରେ ଆନନ୍ଦ ହଇଣ ମନରେ। ହେ ପ୍ରଭୁ ମତେ କୃପା କର ଏ ଭବ ସାଗରୁ ଉଦ୍ଧର। ଦୟା ସାଗର ରଘୁବୀର ହୃଦେ ଦର୍ଶନେ ହେଲେ ତାର। କୋଟି କନ୍ଦର୍ପ ରୂପ ଦେଖି ପିଛାଡ଼ି ନ ପାରଇ ଆଖି। କୋଟିଏ ସୂର୍ଯ୍ୟ କି ଉଦୟେ ଦେଖି ନୟନୁ ଲୁହ ବହେ। ନୟନୁ ଲୁହ ହୃଦ ଯାକ ଭୂମିରେ ପଡ଼ଇ ଅନେକ। ଆନନ୍ଦ ସାଗରେ ବୁଡ଼ିଲା ଦେହରୁ ପ୍ରାଣ କି ଛାଡ଼ିଲା। ଥୟ ନୁହଇ ତାର ଚିତ୍ତ ପିଣ୍ଡ ହଇଲା ମୃତବତ। ଏମନ୍ତେ ଦେଖି ରଘୁନାଥ କୂଳରେ ଧଇଲେ ତୁରିତ। ପଦ୍ମକରରେ ଜାଡ଼ି ଦେଲେ ହେ ଭକ୍ତ ବର ମାଗ ବୋଲେ। ତୁ ଅଟୁ ଭକତ ଶେଖର ମନ ଇଚ୍ଛାରେ ମାଗ ବର। ଗରିବ କହେ କାର୍ପଣ୍ୟରେ ହେ ପ୍ରଭୁ କୃପା କର ମୋରେ। ଚିନ୍ତା ମୁଁ କଲେ ମୋ ହୃଦରେ ଦର୍ଶନ ଦେଉଥିବେ ବାରେ। ଭୂତ ଭବିଷ୍ୟ ବର୍ତ୍ତମାନ ଚିନ୍ତିଲେ ଜାଣିବି ମୁଁ ପୁଣ। ଇଚ୍ଛାରେ ମୃତ୍ୟୁ ହେବ ମୋର ନାମ ଖ୍ୟାତ ହେବ ଅପାର। ଯହିଁକି ମୁଁ ମନ କରିବି ତକ୍ଷଣେ ସେଠାରେ ମିଳିବି।
ଏବର ଦିଅ ରଘୁବର ତୋ ପାଦ ପଦ୍ମେ ଚିତ୍ତ ସ୍ଥିର। ଶ୍ରୀମୁଖେ ଅସ୍ତୁ ଅସ୍ତୁ ବାଣୀ ଆନନ୍ଦ ହୋଇ ପ୍ରଭୁ ଭଳି। ଏମନ୍ତ ଶୁଣି ସେ ଭକତ ସାଷ୍ଟାଙ୍ଗେ କଲା ଦଣ୍ଡବତ। ପ୍ରଣାମ କଲା ବାରମ୍ବାର ଅଦୃଶ୍ୟ ହେଲେ ରଘୁବୀର। ତହୁଁ ଭକତ ତତ୍କାଳେ ଶ୍ରୀ ବୃନ୍ଦାବନ ଚଳିଗଲେ। କୃଷ୍ଣଚନ୍ଦ୍ରକୁ ଦେଖି ରଙ୍ଗେ ଦ୍ୱାରକା ଗଲେ ସାଧୁ ସଙ୍ଗେ। ଛାପାଧାରୀ ହୋଇ ଆବର ମହିମା ଦେଖାଇ ସେଠାର। ଅନେକ ସାଧୁ ବୃନ୍ଦ ସଙ୍ଗେ ପ୍ରୟାଗ କାଶୀ ଗଲେ ରଙ୍ଗେ। ସାଗର ସଙ୍ଗମରେ ହୋଇ କୀର୍ତ୍ତି ରଖାଇ ତହୁଁ ଯାଇ। ରାମନାଥ ଦର୍ଶନ କଲେ ନୀଳାଦ୍ରି ପ୍ରବେଶ ବୋଇଲେ। କ୍ଷେତ୍ରରେ ପରିକ୍ରମା କଲେ ନୀଳାଦ୍ରି ନାଥଙ୍କୁ ଦେଖିଲେ। ନୀତି ଦେଖିଣ ଜଗଦୀଶ ବେଶ ଦେଖିଣ ହେଲେ ତୁଷ। ଆନନ୍ଦେ ବିଦା ହୋଇଗଲେ କାଠ ଯୋଡ଼ି କୂଳେ ମିଳିଲେ। ସ୍ୱଭାବେ ଭାଦ୍ରବର ମାସ ନଦୀ ପୂରିଛି ବେନିବାସ। ପକାଇ ମୃଗ ଛାଲ ଜଳେ ବସିଣ ନଦୀ ପାର ହେଲେ। କଟକେ ପ୍ରବେଶ ହୋଇଲେ ସାଧୁ ବୃନ୍ଦକୁ ସଙ୍ଗ କଲେ। ମହାନଦୀର କୂଳେ ରହି ବାରବାଟୀ ନିକଟ ଯହିଁ। ସେ ବାରବାଟୀ ପଶ୍ଚିମରେ ଦେଉଳ ତିଆରି ସେ କଲେ। ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପିତ ହିଁ ଦେଉଳ ପ୍ରତିଷ୍ଠା କରାଇ। ଶ୍ରୀ ନୀଳଗିରି କୀର୍ତ୍ତିମାନ ତହିଁ ଖଞ୍ଜିଲେ ପ୍ରତିଦିନ। ଅବକାଶ ଯେ ଧୂପ ଆଦି ଛପନ ଭୋଗ ଯେ ପ୍ରସିଦ୍ଧି। କ୍ଷଣ କ୍ଷଣକେ ବେଶ କଲେ ପ୍ରସାଦେ ସଦା ବର୍ତ୍ତ ଦେଲେ। 36 ନିଯୁଗ ମାନଙ୍କୁ ଆକଟ କରିଦେଲେ ତାଙ୍କୁ। 12 ମାସରେ 13 ଜାତ ନିୟମେ କରନ୍ତି ସମସ୍ତ। ନବତ ବଜାଇ ଗହଳେ ବାଦ୍ୟ ବଜାଇ କୁତୁହଳେ। ଦେଉଳ ଶିଖେ ଉଡ଼େ ନେତ ଭକ୍ତଙ୍କୁ ଦେଖିବା ନିମିତ୍ତ। କଂସାର କବାଟ ବନାଇ ଖଞ୍ଜିଲେ ଚାରି ଦିଗେ ନେଇ। ଘଣ୍ଟି ଯେ କର ତାଳ ମାନ ସିଂହ ବଜାଇ ଘନ ଘନ। ସାୟଂକାଳରେ ଶଙ୍ଖ ବାଦ୍ୟ କେ କହୁ ସାଧୁଙ୍କ ଆନନ୍ଦ। ଧର୍ମଶାଳାରେ ରହିଥାନ୍ତି ହରି ଶବ୍ଦରେ ଦିନ ନିଅନ୍ତି। ଅନେକ ସାଧୁ ବୃନ୍ଦ ମିଳି ଗହଳେ ହୁଅନ୍ତି ଦଳା ଦଳି। ଗରିବ ଦାସ ନୀତି ନୀତି ସାଧୁଙ୍କ ଚରଚା କରନ୍ତି। ପ୍ରେମ ଆନନ୍ଦେ ହୋଇ ଭୋଳା ଏମନ୍ତେ କେତେ ଦିନ ଗଲା। ଶୁଣ ହେ ସୁମନ ରାଜନ ଅପୂର୍ବ ଅଟେ ଏ ଆଖ୍ୟାନ। ବାରବାଟୀ ବୋଲିଟି ଯେହୁ ବସା କଟକ ଅଟେ ସେହୁ। ତହିଁରେ ଅଧିକ ଯବନ ବଡ଼ ପ୍ରତାପୀ ଦୁଷ୍ଟ ଜନ। ତାହାର ସୈନ୍ୟର ପ୍ରତାପେ ଡରେ ଖଟନ୍ତି ପ୍ରଜା ଲୋକେ। ଭୟେ ଅନେକ ଲୋକ ଆସି ଖଟି ନଥାନ୍ତି ଦିବାନିଶି। ବଡ଼ ପ୍ରତାପୀ ସେ ଯବନ ପ୍ରଜାଙ୍କୁ ଯେହ୍ନେ ଦିତି ଯମ। ଅନ୍ୟାୟ ଦେଖିଲେ ଦଣ୍ଡଇ ପୁତ୍ର ପ୍ରାୟ ଜନ ପାଳଇ। ଏକ ଡଗର ତହିଁ ପୁଣ ନବାବେ ଦେଲାକ ସନ୍ଧାନ। ଏଠାରେ ବୈଷ୍ଣବ ଜଣେ ନାଗରା ଦିଏ ଉଚ୍ଚ ସ୍ଥାନେ। ବହୁତ ନାଗାଙ୍କୁ ରଖିଣ ଯୁଜିବ ତୁମ୍ଭରି ସଙ୍ଗେଣ। ବଡ଼ ଦେଉଳ କରି ଆର ପାଚେରୀ କରି ଉଚ୍ଚ ସାର। କଂସା କବାଟ ଦ୍ୱାରେ କରି ଧ୍ୱଜା ଉଡ଼ାଏ ସେ ନ ଡରି। ଡଗର ବଚନ ଶୁଣିନ ଯବନ କ୍ରୁଧ କଲା ମନ। ଆପଣା ଭକ୍ଷ୍ୟ ଦ୍ରବ୍ୟ ଆଣି ପେଟରା ମଧ୍ୟେ ଭରି ପୁଣି। ଯତନ କରି ସ୍ଥାନ ମାନ ତହିଁରେ ମୁଦ ଦେଇ ପୁଣ। ଡଗର କରେ ପେଶି ଦେଲା ବୈଷ୍ଣବ ଭୁଞ୍ଜିବ ବୋଇଲା। ଆମ୍ଭର ସମାନ ସେ ଯେବେ ଖାଉ ଆମ୍ଭର ଦ୍ରବ୍ୟ ତେବେ। ଡଗର ଶୁଣି ଘେନି ଗଲା ମହନ୍ତ ଦ୍ୱାରେ ଯାଇ ହେଲା। ଆଗମ ଜାଣି ସେ ମହନ୍ତ ଦ୍ୱାରେ ହୋଇଲା ଉପଗତ।
ପାଦେ କଠାଉ ବେତ ଧରି ସେ ଦ୍ରବ୍ୟ ପରିକ୍ରମା କରି ବେତ ଲଗାଇ 3 ବାର ବଇଲେ ଶୁଣରେ ଡଗର। ନବାବ ଯାହା ସେ ଦେଇଛି ଭକ୍ଷଣ କରିବା କହୁଛି। ଏବେ ତୁ ବାହୁଡ଼ାଇ ନିଅ ଆମ୍ଭେ ଭଖିଲୁ ବୋଲି କହ। ଆମ୍ଭର ଅବଶେଷ ପାଉ ଆମ୍ଭଠାରେ ଅପରାଧୀ ନୋହୁ। ଡଗର ତହୁଁ ବେଗେ ଗଲା ନବାବେ ସମସ୍ତ କହିଲା। ପୁଣି ଯବନ କ୍ରୋଧ ଭରେ ଫିଟାଇ ଦେଖିଲା ତହିଁରେ। ସେ ଦ୍ରବ୍ୟମାନ ନାହିଁ କିଛି ମିଷ୍ଟାନ୍ନ ପୁରୀ ଗଜା ଅଛି। ମନ ମଧ୍ୟରେ ଭୟ କଲା ଆମ୍ଭେ ଦେଖି ଯିବୁ ବଇଲା। ସେ ଯେ ଗରିବ ଦାସେ ତହିଁ ମନେ ଚିନ୍ତଇ ଭାବଗ୍ରାହୀ। ବୋଲେ ଏ ଦେହ ନ ରଖିବା ସତ୍ୱରେ ସମାଧି ଘେନିବା। ଦ୍ୱାର ସମ୍ମୁଖେ ଗାତ ଖୋଳେ ସମାଧି ଘେନିବା ନିରୋଳେ। ବହୁତ ସାଧୁ ଜନ ମିଳି ହରି ଶବଦେ କରତାଳି। ଦେଇଣ ଦିବା ହୋଇଗଲେ ସମସ୍ତେ ହାହାକାର କଲେ। ନବାବ ମନେ ମନେ ଡରି ଦେଖିବା ଅର୍ଥେ ବିଜେ କରି। ଦେଖିଲା ସମାଧି ନୟନେ କ୍ରୋଧେ ସେ କମ୍ପଇ ସଘନେ। ବଇଲେ କିମ୍ପା ଏହା କଲା ତା ଦ୍ରବ୍ୟ ଲୁଟି କରାଇଲା। ଦେଉଳ ମଧ୍ୟେ କାଷ୍ଠ ଭରି ପୋଡ଼ାଇ ଖଣ୍ଡ ଖଣ୍ଡ କରି। ମନ୍ଦିର ତହୁଁ ଭାଙ୍ଗି ଦେଲା ମସଜିଦ ସେ ସ୍ଥାନେ ସେ କଲା। ପୁଣି ଦୂତଙ୍କୁ ଆଜ୍ଞା ଦେଲା ଗରିବ ଗଡ଼ ଲୁଟି କଲା। ଆଉ ଅସାଧ୍ୟ ନାହିଁ ଗଡ଼ ସାଧ୍ୟ ହଇଲେ ସାନ ବଡ଼। ଦେଖି ଗରିବ ଦାସରୁ ସେ ସମାଧି ତେଜି ଅବଶେଷେ। ନିଶାରେ ବାଦଶା ମନ୍ଦିରେ ପ୍ରବେଶ ହେଲେ ଧୀରେ ଧୀରେ। ବାଦଶା ନିଦେ ଥିଲା ଶୋଇ ବସିଲେ ଛାତି ପରେ ଯାଇ। ବଇଲେ ଆରେ ଦୁରାଚାର ଜୀବନ ଘେନିବି ତହର। ମୋର ସୁଯଶ କଲୁ ନାଶ ଦେଉଳ କରାଇଲୁ ଧ୍ୱଂସ। ଏବେ ତହିଁର ପ୍ରତିଫଳ ସମ୍ଭାଳ ପାଷାଣ୍ଡ ସମ୍ଭାଳ। କ୍ଷଣକେ ବିନାଶନ୍ତି ତତେ ଦୟା ଉପୁଜେ ମୋର ଚିତ୍ତେ। ଯେବେ ଜୀବନେ ଅଛି ଆଶା ଘେନ ତୁମର ଏହି ଭାଷା। ଏଠାରେ ଦେଉଳ ମହର କରିବି ଏ ନିଶ୍ଚୟ ଗିର। ଦିଅ ତୁ ମତେ କିଛି ସ୍ଥାନ ବୋଲି ହଇଲେ ଅନ୍ତର୍ଧ୍ୟାନ। ବାଦଶା ହୋଇ ଭୀତତ୍ରସ୍ତ ସେଜରୁ ଉଠିଲା ତ୍ୱରିତ। ତମ୍ବାରେ ସନନ୍ଦ ଲେଖାଇ ସାଧୁ ଶିଷ୍ୟଙ୍କୁ ଦେଲା ନେଇ। ସେ ଲେଖା ପାଇ ଶିଷ୍ୟଗଣ ମଠ ନିର୍ମାଣିଲେ ଆପଣ। ଧ୍ୱଜା ବାନ୍ଧିଲେ ଉଚ୍ଚ ସାର ସଦାବର୍ତ୍ତ ଖଞ୍ଜି ଆବର। ରଘୁନାଥଙ୍କ ସେବା ପୁଷ୍ପ ସ୍ୱାମୀରେ ଖଞ୍ଜିଲେ ବିଶେଷ। କିଛି ଦିନରେ ତହିଁ ପୁଣ ଏକ ସ୍ତ୍ରୀଏ ଚକ୍ଷୁହୀନ। ବିଶ୍ୱାସେ ଅଧିଆ ପଡ଼ିଲା ସେଠାରେ ଚକ୍ଷୁ ସେ ପାଇଲା। ତହୁଁ ସେ ହଇଲା ବିଖ୍ୟାତ ସେ ନଗ୍ର ଲୋକ ଦେଖି ତତ୍ତ୍ୱ। ଅପୁତ୍ରୀ କୁଷ୍ଟି ଲୋକମାନେ ସେବା କରନ୍ତି ପ୍ରତିଦିନେ। ତାଙ୍କର ଗତି ମୁକ୍ତି ଆଉ ଦେହଧାରୀ ଜାଣିବ କାହୁଁ। ବ୍ରାହ୍ମଣ ଶୂଦ୍ର ଜନ ଆର ବିଶ୍ୱାସ ମୂଳ ସ୍ୱାମୀ ପର। ଶୁଣିବା ହେଉ ସାଧୁ ଜନ ତତ୍ତ୍ୱରେ କର ହେ ଭଜନ। ଗଜ ଯେ ତତ୍ତ୍ୱରେ ଭଜିଲା ଗ୍ରାହ ମୁଖରୁ ଉଦ୍ଧରିଲା। ହରିଙ୍କି ଦେଖିଲା ନୟନ ଖଣ୍ଡିଲା ପୂର୍ବ ପାପ ମାନ। ଭଣଇ ବିପ୍ର ରାମ ଦାସ ମୋ ପ୍ରଭୁ କମଳା ବିଳାସ। ସାଧୁ ଜନଙ୍କ ପାଦ ଧୂଳି ମଣ୍ଡନ ହେଉ ମୋ ମଉଳି। ଭବ ମାର୍ଗେ ମୋ ଜନ୍ମ ନୋହୁ ଏ କୃପା କର ମହାବାହୁ। ଏ ଦାଢ୍ୟ ଗୀତ ଭକ୍ତି ରସ ପଦ ପଦକେ ସୁଧାରସ। ଇତି ଶ୍ରୀ ଦାଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ। ଗରିବ ଦାସ ସ୍ୱାମୀ ଦାଢ୍ୟତା ଭାବ ବର୍ଣ୍ଣନେ।
ନାମ 150 ଅଧ୍ୟାୟ।